ବାଲେଶ୍ୱର ସହରରେ 80ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ 6ଟାରେ ହସ ପରିବାର ପକ୍ଷରୁ ମିଶନ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପରେଶ ଦାସ ପତାକା ଉତ୍ତୋଳନ କରିଥିଲେ। ବାଲେଶ୍ୱର ପ୍ରାତଃ ଭ୍ରମଣକାରୀ ସଂଗଠନ ପକ୍ଷରୁ ପୁରୁଣା ଏହି ଅବସରରେ ସଦସ୍ୟ ତ୍ରୈଲୋକ୍ୟନାଥ ବାଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନ୍ୟୁଭର ସିମେଣ୍ଟର ବାଲେଶ୍ୱର ମୁଖ୍ୟ ପୂର୍ଣ୍ଣେନ୍ଦୁ ବିଶ୍ୱାଳ ଓ ପ୍ରତୀକ ପଣ୍ଡା ଉପସ୍ଥିତ ରହି ସ୍ୱାଧୀନତା ପାଇଁ ବଳି ଦେଇଥିବା ବୀର ପୁରୁଷମାନଙ୍କର କଥା କହିଥିଲେ। ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ। ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଦାମୋଦର ନାୟକ ପତାକା ଉତ୍ତୋଳନ କରିଥିଲେ। ପାତ୍ରପଡ଼ା ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ପକ୍ଷରୁ ପାତ୍ରପଡ଼ା ଛକ ନିକଟରେ 80ତମ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବକ୍ତା ଭାବରେ ଯୋଗଗୁରୁ ସୁଜିତ କୁମାର ଜେନା ଯୋଗ ଦେଇ ଦେଶ ସ୍ୱାଧୀନତାର ଗୌରବର ଗାଥା ସମ୍ପର୍କରେ କହିଥିଲେ। ଏହି ସଭା ଅନୁଷ୍ଠାନ ସଭାପତି ସିଦ୍ଧେଶ୍ୱର ବିନ୍ଧାଣୀଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ପ୍ରାକଥା ଉପସଭାପତି ଉପେନ୍ଦ୍ର ମହାପାତ୍ର ରଖିଥିବା ବେଳେ ଶେଷ କଥା ରଖିଥିଲେ ସହ ସମ୍ପାଦକ ଶ୍ୟାମସୁନ୍ଦର ପାଢ଼ୀ। ଏହି ଅବସରରେ ସେଠାରେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ 80ତମ ସ୍ୱାଧୀନତା ଦିବସ ପୋଲିସ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସମବାୟ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରତାପ ବଳ ସାମନ୍ତ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନ ଭାରତର ନାଗରିକମାନଙ୍କ ପାଇଁ ସରକାର କ'ଣ ସବୁ ସୁବିଧା କରୁଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ସେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଅଭିବାଦନ ଜଣାଉଛନ୍ତି ଶକୁନ୍ତଳା ଗଭର୍ଣ୍ଣମେଣ୍ଟ ହାଇସ୍କୁଲ। ଅଭିବାଦନ ଜଣାଉଛନ୍ତି ଡିଏଭି ପବ୍ଲିକ। ଏଥିରେ 52ଟି ଦଳ ଓ 7ଟି ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସ୍ପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୋଦ ମଲ୍ଲିକଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।